दिन 2टाରେ ଆମେ ସବୁ ଖାଇ ପିଇକି ଶୋଇଲୁ। ତାପରେ ମୋ ପୁଅ ଉଠିକି ଦେଖିଲା ବେଳକୁ ମୋ ପୁଅ ନାହିଁ। ମୋ ପୁଅ କୁଆଡେ ଗଲା କଣ କଲା ଆମେ କେହି କିଛି ଜାଣିନୁ। ଶିଲା ଘଡେଇ ମୋ ପୁଅ ବୁଧବାର ଦିନ 26 ତାରିଖରେ ଦିନ 2टाରେ ଆମେ ସବୁ ଖାଇ ପିଇକି ଶୋଇଲୁ। ତାପରେ ମୋ ପୁଅ ଉଠିକି ଦେଖିଲା ବେଳକୁ ମୋ ପୁଅ ନାହିଁ। ମୋ ପୁଅ କୁଆଡେ ଗଲା କଣ କଲା ଆମେ କେହି କିଛି ଜାଣିନୁ। ଦିନ 2टाରେ କିଏ ନେଇଛି କଣ କରୁଛି ସେଇଟା ମୁଁ କହିପାରିବିନି। ହଁ ଥାନା କିଶୋରନଗର ଥାନାରେ ଏଫଆଇଆର ଦେଇଛି। ପୁଲିସ ବାଲା କହିଲା ଆମେ ହଁ ବୁଝିବୁ। 4 ଦିନ ହେଇଗଲା। କେହି ବୁଝୁନାହାନ୍ତି ନା କେହି କିଛି କହୁନାହାନ୍ତି ନା ମୋ ପୁଅର ପତା ପାଉନାହିଁ। ମୋ ନାଁ ଅଶୋକ, ମୁଁ ତାଙ୍କ ପଡ଼ିଶା। ସିଏ ତାଙ୍କ ପୁଅ କ'ଣ ହଜି ଯାଇଛି। ଆମେ ଯେତେବେଳେ ଖବର ପାଇଲୁ ସେମାନେ ଥାନା ଫାନାରେ ଖୋଜାଖୋଜି ଏଫଆଇଆର ବି ଦେଇଛନ୍ତି, ଖୋଜାଖୋଜି ବି ଚଲେଇଛନ୍ତି। ତେଣୁକରି ଆମେ 2-4 ଦିନ ହେଲାଣି ଗଲାଣି ଆମେ ବି ଜାଣିନୁ। ପରେ ଜାଣିଲା ପରେ ଯେତେବେଳେ ଖୋଜିଲୁ ସବୁ ଆମେ ଚାହୁଁଛୁ କେମିତି ତୁରନ୍ତ ଛୁଆଟାକୁ ମିଳିଯାଉ, କିନ୍ତୁ ତଦନ୍ତ ଟିକେ କରନ୍ତୁ ଥାନା ବାଲା ଟିକେ ଯାଇକି। ଆଉ ସେଇଟା ତ ଆମେ ତ ପୁରା ଇଏ ନୁହଁ, ତେଣୁକରି ସାର୍ ଟିକେ ଯାହା ତଦନ୍ତ କଲା ପରେ ଜଣା ପଡ଼ିବ କ'ଣ ହେଇଛି କ'ଣ ନାହିଁ। କିନ୍ତୁ ଆମେ ସେଇଟା ଚାହୁଁଛୁ ଛୋଟ ପିଲାଟା କେମିତି ଘରକୁ ଫେରି ଆସୁ ଭଲରେ ଭଲରେ।